କୁହାଯାଏ ଶ୍ରୀକ୍ଷେତ୍ର ହେଉଛି ମଣ୍ଡପମୟ ଶ୍ରୀକ୍ଷେତ୍ର। ମନ୍ଦିର ଭିତରେ ଶ୍ରୀମନ୍ଦିର ଭିତରେ ଅନେକ ମଣ୍ଡପ ରହିଛି, ଶ୍ରୀମନ୍ଦିର ବାହାରେ ମଧ୍ୟ ଅନେକ ମଣ୍ଡପ ରହିଛି। ମଣ୍ଡପ ମଣ୍ଡ ଧାତୁ ଅର୍ଥ ମଣ୍ଡିବା, ସଜେଇବା, ଅଳଙ୍କରଣ କରିବା। ମଣ୍ଡପ ଶ୍ରୀମନ୍ଦିର ଭିତରେ ରତ୍ନ ମଣ୍ଡପ, ମାଗଣା ମଣ୍ଡପ, ଚାହାଣୀ ମଣ୍ଡପ, ଭେଟ ମଣ୍ଡପ, ଭୋଗ ମଣ୍ଡପ, ଏଇଭଳି ଅନେକ ମଣ୍ଡପ ରହିଛି। ତନ୍ମଧ୍ୟରେ ଆମର ଆଲୋଚ୍ୟ ବିଷୟ ହେଉଛି ମୁକ୍ତି ମଣ୍ଡପ। ମୁକ୍ତି ମଣ୍ଡପ ହେଉଛି ସେହି ସ୍ଥାନ ମହାରାଜା ଇନ୍ଦ୍ରଦ୍ୟୁମ୍ନ ଯେତେବେଳେ ମନ୍ଦିର ନିର୍ମାଣ କରି ପ୍ରତିଷ୍ଠା କରିଥିଲେ, ସେ ସେଇଠି ଆସି ଯଜ୍ଞ କରିଥିଲେ। ବ୍ରହ୍ମା ମଧ୍ୟ ଆସିକରି ସେହି ସ୍ଥାନରେ ଉପବିଷ୍ଟ ହୋଇଥିଲେ। ପ୍ରତିଷ୍ଠା କାର୍ଯ୍ୟରେ ବ୍ରହ୍ମା ନିୟୋଜିତ ହୋଇଥିଲେ। ତେଣୁ ମୁକ୍ତି ମଣ୍ଡପର ଅନ୍ୟ ନାମ ହେଉଛି ବ୍ରହ୍ମାସନ, ବ୍ରହ୍ମବେଦୀ। କାରଣ ବ୍ରହ୍ମା ଆସିକି ସେଠି ଆସୀନ ହୋଇଥିଲେ। ତେଣୁ ବ୍ରହ୍ମାସନ ଆମର ଏ ଯେଉଁ ମୁକ୍ତି ମଣ୍ଡପ 38 ଫୁଟରେ 38 ଏକ ବର୍ଗାକାର କ୍ଷେତ୍ର, 16ଟି ସ୍ତମ୍ଭ ଉପରେ ଆଧାରିତ। କୁହାଯାଏ 16 ଶାସନ ପାଇଁ 16ଟି ସ୍ତମ୍ଭ ଉଦ୍ଦିଷ୍ଟ। ମାଦଳା ପାଞ୍ଜିରୁ ଜଣାଯାଏ ଆକବରଙ୍କ ସେନାପତି ରାଜା ମାନ ସିଂ, ତାଙ୍କ ପତ୍ନୀ ଗୌର ରାଣୀ ମହାଦେବୀ ସେ ଆସିଥିଲେ ପୁରୀ ଦର୍ଶନ କରିବା ପାଇଁ। ସେ ନିର୍ମାଣ କରିଥିଲେ। ତାହା ଥିଲା ଆମର ଭୈବଂଶର ରାମଚନ୍ଦ୍ର ଦେବଙ୍କ ସମୟର ଘଟଣା, 16ଶ ଶତାବ୍ଦୀର କଥା। ସେହି ସମୟରେ ଏହି ପରିଦୃଶ୍ୟମାନ ମଣ୍ଡପ ମୁକ୍ତି ମଣ୍ଡପ ନିର୍ମିତ ହୋଇଥିଲା। ଏଇଟା ବ୍ରାହ୍ମଣମାନଙ୍କ ପାଇଁ ଉଦ୍ଦିଷ୍ଟ। ରାଜା ମହାରାଜା ଯେଉଁମାନେ ଆସନ୍ତି ଏହି ମୁକ୍ତି ମଣ୍ଡପରେ ମୁଣ୍ଡ ଲଗାଇ ପ୍ରଣାମ କରନ୍ତି। ଶାସ୍ତ୍ରଗତ ପରାମର୍ଶ ବ୍ରାହ୍ମଣମାନେ ଦିଅନ୍ତି। ଓଡ଼ିଶାର ବିଦ୍ୱାନ ପଣ୍ଡିତମାନଙ୍କର ପୀଠସ୍ଥାନ ହେଉଛି ମୁକ୍ତି ମଣ୍ଡପ। ତେଣୁ ମୁକ୍ତି ମଣ୍ଡପରେ 16 ଶାସନ କରବାରର ବ୍ରାହ୍ମଣମାନେ ଆସୀନ ହୁଅନ୍ତି। ଏହାପରେ ଗଣେଶ ଏବଂ କାଳିକା ଦେବୀ ରହିଛନ୍ତି, ନିତ୍ୟ ପୂଜିତ ହୁଅନ୍ତି। ଯେଉଁ ବେହେରଣ ଦ୍ୱାର ଦକ୍ଷିଣ ଦ୍ୱାର ତା ସମ୍ମୁଖରେ ଏଇ ନୃସିଂହ ମଣ୍ଡପ ନୃସିଂହ ରହିଛନ୍ତି। ନୃସିଂହଙ୍କ ସାମ୍ନାରେ ଏହି ମଣ୍ଡପ ସ୍ଥିତ। ମତ୍ସ୍ୟପୁରାଣ 270 ଅଧ୍ୟାୟ ଅନୁସାରେ ନୃସିଂହଙ୍କ ସମ୍ମୁଖସ୍ଥ ଯେଉଁ ମଣ୍ଡପ ତାହା ହେଉଛି ନୃସିଂହ ମଣ୍ଡପ। ନୃସିଂହ ଜନ୍ମ ବିଧି ସମୟରେ ଏଠି ବିଶେଷ ନୀତି ହୁଏ। ଅନ୍ୟ ଦେବଦେବୀଙ୍କର ମଧ୍ୟ ଏହାପରେ ପନ୍ତି ହୁଏ। 16 ଶାସନ ବ୍ରାହ୍ମଣମାନଙ୍କର ଯେଉଁ 16 ଶାସନ ଭୋଗ ତାଙ୍କ ତରଫରୁ କାର୍ତ୍ତିକ ଶୁକ୍ଳ ସପ୍ତମୀରେ ଅନୁଷ୍ଠିତ ହୁଏ। ନୀଳାଦ୍ରି ମହୋଦୟ, ବାମଦେବ ସଂହିତା ଏବଂ ଅନ୍ୟାନ୍ୟ ଶାସ୍ତ୍ରୀୟ ଗ୍ରନ୍ଥମାନଙ୍କରୁ ବିଭିନ୍ନ ବାକ୍ୟ ଉଦ୍ଧାର କରି ଏହି ପଣ୍ଡିତମାନେ ପରାମର୍ଶ ଦିଅନ୍ତି। ଆମର ଯେମିତି ମୁକ୍ତି ମଣ୍ଡପ ଅଛି ବନାରସରେ ଏବଂ ଯାଜପୁରରେ ମଧ୍ୟ ଏଇଭଳିଆ ମୁକ୍ତି ମଣ୍ଡପ ରହିଛି। ମୁକ୍ତି ମଣ୍ଡପ ହେଉଛି ଧର୍ମାନୁଷ୍ଠାନ। ମୁକ୍ତି ମଣ୍ଡପରେ ଝୁଲଣ ଅନୁଷ୍ଠିତ ହୁଏ। ଶ୍ରାବଣ ମାସରେ ଯେଉଁ ଜଗନ୍ନାଥଙ୍କର ପ୍ରାବୃଟ ରାସ, ସେ ପ୍ରାବୃଟ ରାସ ଝୁଲଣ ପର୍ବ ଏହି ମଣ୍ଡପରେ ଅନୁଷ୍ଠିତ ହୁଏ। ତେଣୁ ତାହା ସେତେବେଳେ ଝୁଲଣ ମଣ୍ଡପରେ ପରିଣତ ହୁଏ। ଝୁଲଣ ବ୍ୟତୀତ ଅନ୍ୟ ସମୟରେ ଏହା କୌଣସି ପର୍ବ ୟା ପରେ ଅନୁଷ୍ଠିତ ହୁଏ ନାହିଁ। କିନ୍ତୁ ନୃସିଂହ ଜନ୍ମ ସମୟରେ ଏଇଠାରେ ନୀତି ହୁଏ। ତେଣୁ ନୃସିଂହ ମଣ୍ଡପ ହେଉଛି ଆମର ମୁକ୍ତି ମଣ୍ଡପ। ମୁକ୍ତି ମଣ୍ଡପ ଯେଉଁ ମୁଁ କହୁଛି, ମଣ୍ଡପର ବିକଳ୍ପ ଶବ୍ଦ ହେଉଛି ବେଦୀ। ଯେମିତି ଭୋଗ ମଣ୍ଡପ ଭୋଗ ବେଦୀ, ରତ୍ନ ମଣ୍ଡପ ରତ୍ନ ବେଦୀ। ଆମର ଗୋଟେ ସ୍ନାନ ମଣ୍ଡପ ଅଛି, ସ୍ନାନ ମଣ୍ଡପକୁ ସ୍ନାନ ବେଦୀ ମଧ୍ୟ କୁହାଯାଏ। ଆଉ ଦୋଳ ମଣ୍ଡପ ଯେଉଁ ଅଛି ଦୋଳ ବେଦୀ ବୋଲି କୁହାଯାଏ। ତେଣୁ ମଣ୍ଡପ ପରିବର୍ତ୍ତେ ବେଦୀ ଶବ୍ଦର ବ୍ୟବହାର ମଧ୍ୟ ଦେଖାଯାଏ, ଲକ୍ଷ୍ୟ କରାଯାଏ। ଏହି ମଣ୍ଡପ ଉପରେ ଦଣ୍ଡୀ ସନ୍ନ୍ୟାସୀ, 16 ଶାସନ ବ୍ରାହ୍ମଣ ଏମାନେ ଆସୀନ ହୁଅନ୍ତି ଏବଂ ଶଙ୍କରାଚାର୍ଯ୍ୟ ୟାର ସଭାପତି। ଜଗନ୍ନାଥଙ୍କର ନୀତି ବିଧି ବିଧାନ ଅନୁଷ୍ଠିତ ହେବାରେ
এই ମୁକ୍ତି ମଣ୍ଡପର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏହାର ଶ୍ରୀ ଜଗନ୍ନାଥ ମନ୍ଦିରର 82 ନମ୍ବର ପ୍ଲଟ୍ରେ ଏହା ଅବସ୍ଥିତ। ବ୍ଲାକ୍ ଗ୍ରାନାଇଟ୍ ମୁଗୁନି ପଥରରେ ଚଟାଣ ରହିଛି, 16ଟି ସ୍ତମ୍ଭ ରହିଛି। ଏହା ଏକ ସୁଦୃଶ୍ୟ ମଣ୍ଡପ। ଶ୍ରୀମନ୍ଦିରରେ ଏହି ମୁକ୍ତି ମଣ୍ଡପର ଭୂମିକା ଶାସ୍ତ୍ରୀୟ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜୟ ଜଗନ୍ନାଥ, ହରି ଓମ୍।